ଖ୍ରୀଷ୍ଟଙ୍କ ଯୁଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ନବଜୀବନ ବାଣୀକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରେ। ଆଜି ମେ ମାସର 21 ତାରିଖ ତୃତୀୟ ଗୁରୁବାର। ଆଜିର ଆମର ମୁଖ୍ୟ ପ୍ରସଙ୍ଗ ହେବ ପ୍ରଭୁଙ୍କ ସଙ୍ଗରେ ରହିବା। ପ୍ରଭୁଙ୍କ ସଙ୍ଗରେ ରହିବା, କାରଣ ଆମର ଦିବ୍ୟ ଯଜ୍ଞର ମଧ୍ୟ ଫାଦର ମାନେ ପ୍ରଥମରେ କ'ଣ କହନ୍ତି? ପ୍ରଭୁ ଆପଣମାନଙ୍କ ସଙ୍ଗରେ ରୁହନ୍ତୁ। ଆମେ ବି କହୁ ଆପଣଙ୍କର ଆତ୍ମାରେ ମଧ୍ୟ ରୁହନ୍ତୁ। ଯଜ୍ଞ ଶେଷ ସମୟରେ ମଧ୍ୟ ସେୟା କୁହନ୍ତି, ପ୍ରଭୁ ଆପଣଙ୍କ ସଙ୍ଗରେ ରୁହନ୍ତୁ। ଆମେ ବି କହୁ ଆପଣଙ୍କର ଆତ୍ମା ସଙ୍ଗରେ ମଧ୍ୟ ରୁହନ୍ତୁ। ପ୍ରଭୁଙ୍କ ସଙ୍ଗରେ ରହିବା ବିଷୟରେ ଆଜି ଆମେ ଶିକ୍ଷା ପାଇବା। ଆଜିର ସୁସମାଚାର ଆମକୁ ଦିଆଯାଇଛି ଜନ୍ ସୁସମାଚାର 17 ଅଧ୍ୟାୟ 20-26 ପଦ। ଆମେ ପୁରାଟା ପଢ଼ୁନାହୁଁ, ଆମେ କେବଳ 20, 21 ଏବଂ 24 ପଦ ପଢ଼ିବା। ଦେଖନ୍ତୁ ବାକ୍ୟଟି ବାହାର କରିବା। ଆମେ ଲେଖାଯାଇଛି ଯୀଶୁ ଶିଷ୍ୟମାନଙ୍କ ସାଙ୍ଗରେ ପ୍ରଥମରେ ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କଲା ପରେ ଯୀଶୁ ନିବେଦନ କରୁଛନ୍ତି, ପ୍ରଭୁ ହେ ପିତା, ମୁଁ ଖାଲି ଏ ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁନି, କିନ୍ତୁ ଯେଉଁମାନେ ମୋର ବାକ୍ୟରେ ବିଶ୍ୱାସ କରିଛନ୍ତି ବିଶ୍ୱାସୀମାନଙ୍କ ପାଇଁ ପ୍ରାର୍ଥନା କରୁଛି। ଦେଖନ୍ତୁ ଲେଖାଟି ଏ ପ୍ରକାର ଅଛି। ଦେଖନ୍ତୁ ଜନ୍ ସୁସମାଚାର 17 ଅଧ୍ୟାୟ 20, 21 ଏବଂ 24। ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁନାହିଁ, ମାତ୍ର ସେମାନଙ୍କ ନିମନ୍ତେ ମଧ୍ୟ ଯେଉଁମାନେ ଏମାନଙ୍କ ଶିକ୍ଷା ଦ୍ୱାରା ମୋତେ ବିଶ୍ୱାସ କରିବେ, ଯେପରି ସେମାନେ ସମସ୍ତେ ଏକ ହେବେ। ପିତା, ତୁମେ ଯେପରି ମୋ ଠାରେ ଏବଂ ମୁଁ ତୁମଠାରେ, ସେହିପରି ସେମାନେ ମଧ୍ୟ ଆମଠାରେ ରୁହନ୍ତୁ, ଯାହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ହିଁ ମୋତେ ପ୍ରେରଣ କରିଅଛ। ହେ ପିତା, ତୁମେ ମୋତେ ଯେଉଁମାନଙ୍କୁ ପ୍ରଦାନ କରିଛ, ମୋର ଇଚ୍ଛା ମୁଁ ଯେଉଁଠାରେ ରହେ ସେମାନେ ମଧ୍ୟ ମୋ ସଙ୍ଗରେ ରହେ, ସେଠାରେ ରୁହନ୍ତୁ। ଏବଂ ଜଗତ ସୃଷ୍ଟି ପୂର୍ବରୁ ମୋ ପ୍ରତି ତୁମର ପ୍ରେମ ହେତୁ ତୁମେ ମୋତେ ଯେଉଁ ଗୌରବ ଦେଇଛ, ସେମାନେ ମୋର ସେଇ ଗୌରବ ଦେଖନ୍ତୁ। ପ୍ରଭୁଙ୍କର ସୁସମାଚାର। ପରମେଶ୍ୱରଙ୍କୁ ଗୌରବ ହଉ। ସ୍ନେହର ଭାଇ ଭଉଣୀମାନେ, ଆଜିର ଆମର ମୁଖ୍ୟ ପ୍ରସଙ୍ଗ ହେଲା ପ୍ରଭୁଙ୍କ ସଙ୍ଗରେ ରହିବା। ପ୍ରଭୁ ଆମ ସଙ୍ଗରେ ରହିବା ପାଇଁ ଇଚ୍ଛା କରନ୍ତି, ଆମେ ମଧ୍ୟ ତାଙ୍କ ସଙ୍ଗରେ ରହିବାର ଆବଶ୍ୟକତା ରହିଛି। ସେଥିପାଇଁ ମୁଁ ଯେଉଁ କହିଲି ପ୍ରଥମରୁ, ଯାଜକମାନେ ଯଜ୍ଞର ପ୍ରତ୍ୟେକ ଆରମ୍ଭରୁ ଏବଂ ଶେଷରେ କହନ୍ତି ଯେ ପ୍ରଭୁ ଆପଣମାନଙ୍କ ସଙ୍ଗରେ ରୁହନ୍ତୁ। ଗାବ୍ରିଏଲ ଦୂତ ଯେତେବେଳେ ଆସିଲେ କୁମାରୀମାନଙ୍କୁ ଅଭିନନ୍ଦନ କଲେ, ସିଏ ମଧ୍ୟ କହିଲେ ପ୍ରଭୁ ତୁମର ସଙ୍ଗରେ। ତେବେ ସ୍ନେହର ଭାଇ ଭଉଣୀ, ଯୀଶୁଙ୍କର ଜନ୍ମ ହେବାର 700 ବର୍ଷ ପୂର୍ବେ ଯିଶାୟ ଭାବବାଦୀ 7 ଅଧ୍ୟାୟ 14 ପଦରେ କହିଥିଲେ, ଜଣେ କୁମାରୀ ପୁତ୍ର ସନ୍ତାନ ଜନ୍ମ କରିବେ ଏବଂ ସେମାନେ ତାଙ୍କର ନାମ ଦେବେ ଇମାନୁଏଲ। ଇମାନୁଏଲର ଅର୍ଥ ହେଲା ପ୍ରଭୁ ଆମ ସଙ୍ଗରେ, ଯାହା ମାଥ୍ୟୁ ସୁସମାଚାର 1 ଅଧ୍ୟାୟ 23 ପଦ ଲେଖାଯାଇଛି ଯେ ଜଣେ ପୁତ୍ରକୁ ଜନ୍ମ କରିବ, ତାଙ୍କର ନାମ ତୁମେ ଇମାନୁଏଲ ଦେବ। ଇମାନୁଏଲ ଅର୍ଥ ହେଲା ପ୍ରଭୁ ଆମ ସଙ୍ଗରେ। ପ୍ରଭୁ ଯୀଶୁ ମଧ୍ୟ ତାଙ୍କର ପୁନରୁତ୍ଥାନ ପୂର୍ବରୁ, ସ୍ୱର୍ଗାରୋହଣ କରିବା ପୂର୍ବରୁ, ପୁନରୁତ୍ଥାନ ପରେ କହିଲେ, ଭୟ କର ନାହିଁ, ସମଗ୍ର ପୃଥିବୀକୁ ଯାଇ ସୁସମାଚାର ପ୍ରଚାର କର, ସମସ୍ତଙ୍କୁ ପିତା ପୁତ୍ର ପବିତ୍ର ନାମରେ ଦୀକ୍ଷିତ କର। ମୁଁ ଯେଉଁ ଶିକ୍ଷା ଦେଇଛି ସେ ଶିକ୍ଷା ସେମାନଙ୍କୁ ଶିକ୍ଷା ଦିଅ, ପାଳନ କରିବାକୁ କୁହ। ଦେଖ, ଜଗତର ଶେଷ ପର୍ଯ୍ୟନ୍ତ ମୁଁ ତୁମର ସଙ୍ଗରେ ଅଛି। ହାଲେଲୁୟା। ସ୍ନେହର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଆମକୁ ଏତେ ପ୍ରେମ କରନ୍ତି ଯେ ସେ ଯୀଶୁ ଆମ ସଙ୍ଗରେ ଆମ ହୃଦୟ ଭିତରେ ପାଇଁ ବ୍ୟାକୁଳ ହୁଅନ୍ତି। ଯେଭଳି ଗୋଟେ କଙ୍ଗାରୁ ତାର ପିଲାକୁ, ଛୋଟ ଛୁଆକୁ ତାର ମା ପେଟ ଥଳି ଭିତରେ ରଖେ। ଗୋଟେ ମାଇ କୁକୁଡ଼ାକୁ ଦେଖନ୍ତୁ, ମାଇ କୁକୁଡ଼ା ଚରିବ ତା ଛୁଆମାନଙ୍କୁ, ଚିଆଁମାନଙ୍କୁ 10-15 ଚିଆଁମାନଙ୍କୁ ନେଇ ବୁଲିବ, ଚରିବ। ଶେଷରେ କ'ଣ କରିବ? ମାଇ ତାର ଡେଣାକୁ ଟିକେ ଏମିତି ମେଲା କରିଦେବ। ମେଲା କଲେ ସବୁ କୁକୁଡ଼ା ଛୁଆ ଯାକ ସେ ଡେଣା ଭିତରେ ପଶିଯିବେ। ତାପରେ ମାଇ କୁକୁଡ଼ା ତାର ଡେଣାଟାକୁ ମୁଜି ଦେବ ଏବଂ କୁକୁଡ଼ା ସେତେବେଳେ ମାଇ କୁକୁଡ଼ା ଭାବିବ, ମୁଁ ଏବଂ ମୋର ପିଲାମାନେ ଏକ, ଆମେ ଆରାମସେ, ଓଃ କି ଶାନ୍ତି, ଏଇଟା ଏକ ସ୍ୱର୍ଗ। ପ୍ରଭୁ ଯୀଶୁ ଯେତେବେଳେ ଆମ ହୃଦୟ ଭିତରକୁ ଆସନ୍ତି ସେତେବେଳେ ଶାନ୍ତି ପାଆନ୍ତି। ପ୍ରଭୁ ଯୀଶୁ ଏ ପୃଥିବୀ ରାଜପ୍ରସାଦରେ ଶାନ୍ତି ପାଆନ୍ତି ନାହିଁ, କି କୌଣସି ଫୁଲ ବଗିଚାରେ ଶାନ୍ତି ପାଆନ୍ତି ନାହିଁ, କି କୌଣ ଜାଗାରେ ରହିବାକୁ ଭଲ ପାଆନ୍ତି ନାହିଁ। ଯେତେବେଳେ ପ୍ରଭୁ ଯୀଶୁ ଆମ ହୃଦୟ ମଧ୍ୟକୁ ଆସନ୍ତି ସେତେବେଳେ ପ୍ରଭୁ ତୃପ୍ତି ଲଭନ୍ତି, ଆନନ୍ଦ ଲଭନ୍ତି। ପ୍ରଭୁ ଆମକୁ ଏତେ ପ୍ରେମ କରନ୍ତି। ତେଣୁ ସ୍ନେହର ଭାଇ ଭଉଣୀମାନେ,
ଏ ପ୍ରଭୁ ଯୀଶୁ ଆଜି ଶିଷ୍ୟମାନଙ୍କ ସାଙ୍ଗରେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଆଜି ଆମ ପାଇଁ ସେ ଶିଷ୍ୟମାନେ ପ୍ରାର୍ଥନା କଲା ପରେ କହିଲେ ପ୍ରଭୁ ଖାଲି ମୁଁ ଏମାନଙ୍କ ପାଇଁ ପ୍ରାର୍ଥନା କରୁନି ବର ଯେଉଁମାନେ ମୋର ଯେତେ ବିଶ୍ୱାସୀ ଅଛନ୍ତି ମୁଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି ଯେପରି ସମସ୍ତେ ସେମାନେ ଏକ ହେବେ। ଏବଂ 24 ପଦରେ ପ୍ରଭୁ ଯୀଶୁ କହିଲେ ହେ ପିତା ତୁମେ ମୋତେ ଯେଉଁମାନଙ୍କୁ ଦେଇଛ ତୁମେ ସେ ଆଶୀର୍ବାଦ କର ଅନୁଗ୍ରହ କର ମୁଁ ଯେଉଁ ସ୍ଥାନରେ ରହିବି ତାର ଅର୍ଥ ମୁଁ ଯେଉଁ ସ୍ୱର୍ଗରେ ରହିବି ସେମାନେ ମଧ୍ୟ ସ୍ୱର୍ଗରେ ରହିବେ। ମୁଁ ଯେଉଁଠାରେ ରହିବି ସେମାନେ ସମସ୍ତେ ସ୍ୱର୍ଗ ସେଇଠାରେ ରୁହନ୍ତୁ। ମୋ ପିତା ଯେପରି ମୋ ଠାରେ ମୁଁ ଯେପରି ପିତାଙ୍କ ଠାରେ ତୁମେ ମଧ୍ୟ ଏମାନେ ମଧ୍ୟ ଆମଠାରେ ରୁହନ୍ତି। ସ୍ନେହର ଭାଇ ଭଉଣୀ ଉଦାହରଣ ସବୁ ଗୋଟେ ଏକ୍ଜାମ୍ପଲ୍ ଦେଉଛି ଦେଖନ୍ତୁ। ପେନ୍ ଭିତରେ ହୋଲ୍ଡର ଭିତରେ ପେନ୍ ଆଉ ପେନ୍ ଭିତରେ ଯାଇକି ପକେଟ୍ ଭିତରେ ଯୀଶୁ ଆଜି ପ୍ରାର୍ଥନା କରୁଛନ୍ତି ଯେ ପିତା ତୁମେ ଯେପରି ମୋ ସାଙ୍ଗରେ ମୁଁ ତୁମ ସାଙ୍ଗରେ ଅଛନ୍ତି ସେପରି ଏମାନେ ମଧ୍ୟ ସମସ୍ତେ ଯେପରି ଆମ ସାଙ୍ଗରେ ରହିବ ତେବେ ଯାଇ ଜଗତ ଜାଣିବ ଯେ ତୁମେ ମୋତେ ପ୍ରେରଣା କରିଛ। ସ୍ନେହର ଭାଇ ଭଉଣୀମାନେ ଯୀଶୁ ବାପା ଆମକୁ ଏତେ ପ୍ରେମ କରନ୍ତି ଆମ ସାଙ୍ଗରେ ରହିବା ପାଇଁ ଚାହାନ୍ତି। ଯୀଶୁଙ୍କ ସହିତ ଆମେ ରହିବାଟା ଆବଶ୍ୟକ ଅଛି ଆମର ସୁରକ୍ଷା ପାଇଁ। ଆମେ ଯୀଶୁଙ୍କ ସଙ୍ଗରେ ରହିଲେ ଆମେ ପରିତ୍ରାଣ ପାଇବା। ତେବେ କ'ଣ କଲେ ଆମେ ଯୀଶୁଙ୍କ ସହିତ ସର୍ବଦା ରହିପାରିବା ତାଙ୍କର ସାନ୍ନିଧ୍ୟ ଲାଭ କରିପାରିବା ତାଙ୍କର ଉପସ୍ଥିତି ଅନୁଭବ କରିପାରିବା ଏବଂ ତାଙ୍କର ସୁରକ୍ଷା ପାଇପାରିବା ଏବଂ ତାଙ୍କ ତାଠାରୁ ଅନନ୍ତ ଜୀବନ ପାଇବା। 3ଟା ଘଟଣାରେ ଆମେ ପ୍ରଭୁ ଯୀଶୁଙ୍କ ସାଙ୍ଗରେ ରହିଥାଉ। ନମ୍ବର 1 ହେଲା ଦେଖନ୍ତୁ ଜନ୍ ସୁସମାଚାର 14:23 ପଦରେ ସ୍ୱୟଂ ଯୀଶୁ କହିଲେ ଯଦି ତୁମେ ମୋତେ ପ୍ରେମ କରୁଛ ମୋର ଆଜ୍ଞା ସକଳ ପାଳନ କର ତେବେ ପିତା ପରମେଶ୍ୱର ତୁମକୁ ପ୍ରେମ କରିବେ ଏବଂ ଆମେ ଅର୍ଥ ହେଲା ପିତା ପରମେଶ୍ୱର ପୁତ୍ର ପରମେଶ୍ୱର ପବିତ୍ର ଆତ୍ମା ପରମେଶ୍ୱର ଆସି ତୁମ ସାଙ୍ଗରେ ଘର କରି ତୁମ ସାଙ୍ଗରେ ରହିବୁ। ପରମାନେଣ୍ଟଲି ଆସି ଖାଲି ବୁଲିଯିବୁ ନାହିଁ ଆମେ ତୁମ ସାଙ୍ଗରେ ରହିବୁ। ତେଣୁକରି ଯେତେବେଳେ ଆମେ ପ୍ରଭୁଙ୍କର ଆଜ୍ଞା ପାଳନ କରୁ ବାକ୍ୟ ପାଳନ କରୁ ପ୍ରଭୁ ଆମକୁ ପ୍ରେମ କରନ୍ତି ପିତା ପରମେଶ୍ୱର ପ୍ରେମ କରନ୍ତି ଆଉ ପିତା ପୁତ୍ର ପବିତ୍ର ଆତ୍ମା ଆସି ଆମ ହୃଦୟ ମଧ୍ୟରେ ଆସି ଆମ ପରମାନେଣ୍ଟ ଭାବରେ ଆମ ସାଙ୍ଗରେ ରହନ୍ତି ଆମେ ବହୁତ ମାତ୍ରାରେ ପରିତ୍ରାଣ ପାଇଥାଉ। ହାଲେଲୁୟା। ସ୍ନେହର ଭାଇ ଭଉଣୀମାନେ ଆଜି ପ୍ରଭୁ ଯୀଶୁ ତାଙ୍କ ସାଙ୍ଗରେ ଆମକୁ ରହିବା ପାଇଁ ଇଚ୍ଛା କରନ୍ତି ପ୍ରାର୍ଥନା କରନ୍ତି। ଆମେ ଈଶ୍ୱରଙ୍କ ଠାରୁ କେତେବେଳେ ବିଚ୍ଛେଦ ହେଇଯାଉ। ଆପଣ ଦେଖନ୍ତୁ ପ୍ରଥମ କଥା ହେଲା ଯିଶାୟ 59:2 ପଦରେ ଲେଖାଯାଇଛି ଯେ ପାପ ହିଁ ଆମମାନଙ୍କୁ ଈଶ୍ୱରଙ୍କ ଠାରୁ ବିଚ୍ଛେଦ କରେ ଏବଂ ଆଜ୍ଞା ଲଙ୍ଘନ ହିଁ ପାପ। ଆଜ୍ଞା ଲଙ୍ଘନ କରିବା ଦ୍ୱାରା ଆମେ ପାପ କରୁ ଏବଂ ପାପ କରିବା ଦ୍ୱାରା ଆମେ ଈଶ୍ୱରଙ୍କ ଠାରୁ ବିଚ୍ଛେଦ ହେଇଥାଉ। ଠିକ୍ ସେମିତି ଯେତେବେଳେ ଆମେ ପରମେଶ୍ୱର ଆଜ୍ଞା ଅକ୍ଷର ଅକ୍ଷର ପାଳନ କରିଥାଉ ସେତେବେଳେ ଆମେ ଈଶ୍ୱରଙ୍କ ସାଙ୍ଗରେ ୟୁନାଇଟେଡ୍ ହେଇକି ରହିଥାଉ। ତେବେ ସ୍ନେହର ଭାଇ ଭଉଣୀ ମୁଁ 3ଟା ଅକେଜନ୍ ଦେବି 3ଟା ଘଟଣା କହିବି ଯେଉଁ ଘଟଣାରେ ଆମେ ଯୀଶୁଙ୍କ ସହିତ ଏକ ହୋଇଥାଉ 1 ହେଇଯାଇଥାଉ। ନମ୍ବର 1 ହେଲା ଯେଉଁ କହିଲି ଜନ୍ 14:23 ପଦରେ ଯୀଶୁ ନିଜେ କହିଲେ ଯଦି ତୁମେ ମୋତେ ପ୍ରେମ କରୁଛ ମୋର ଆଜ୍ଞା ସକଳ ପାଳନ କର ତେବେ ପିତା ପରମେଶ୍ୱର ତୁମକୁ ପ୍ରେମ କରିବେ ଏବଂ ଆମେ ପିତା ପୁତ୍ର ପବିତ୍ର ଆତ୍ମା ଆସି ତୁମ ହୃଦୟ ଭିତରେ ବାସ କରି ପରମାନେଣ୍ଟଲି ଘର କରି ରହିବୁ। ହାଲେଲୁୟା। ସ୍ନେହର ଭାଇ ଭଉଣୀ ନମ୍ବର 2 ହେଲା ଜନ୍ ସୁସମାଚାର 6:56 ସେଇଟା ମଧ୍ୟ ପ୍ରଭୁ ଯୀଶୁ କହିଲେ ଯଦି ତୁମେ ମୋର ମାଂସ ଭୋଜନ କରିବ ମୋର ରକ୍ତ ପାନ କରିବ ବା ଯେଉଁମାନେ ମୋର ମାଂସ ଭୋଜନ କରିବେ ମୋର ରକ୍ତ ପାନ କରିବେ ମୁଁ ସେମାନଙ୍କ ଠାରେ ଏବଂ ସେମାନେ ମୋ ଠାରେ ଏକ ହୋଇଯିବ। ତେଣୁ ଯୀଶୁଙ୍କର ମାଂସ ରକ୍ତ ଭୋଜନ ପାନ କରିବା ବା ଯାହା ଆମେ କହୁ ଆମେ ଯେ ଦିବ୍ୟ ପ୍ରସାଦ ମାଧ୍ୟମରେ ଯୀଶୁଙ୍କର ରକ୍ତ ଶରୀର ମାଂସ ଖାଉଛୁ ଏବଂ ଦ୍ରାକ୍ଷାରସ ମାଧ୍ୟମରେ ଯୀଶୁଙ୍କ ରକ୍ତ ପାନ କରୁଛୁ। ଦିବ୍ୟ ଯଜ୍ଞରେ ଯୋଗ ଦେଇ ଯେତେବେଳେ ଆମେ ପ୍ରଭୁ ଭୋଜ ଗ୍ରହଣ କରୁ ଦିବ୍ୟ ପ୍ରସାଦ ଗ୍ରହଣ କରୁ ସେହି ସମୟରେ ଯୀଶୁ ଆମଠାରେ ଆମେ ତାଙ୍କଠାରେ। ମୁଁ କହୁନି ଆପଣ ଦେଖନ୍ତୁ ଜନ୍ 6:56 ତେବେ ସ୍ନେହର ଭାଇ ଭଉଣୀ ଏ ଯୀଶୁଙ୍କର ରକ୍ତ ମାଂସ ଖାଇବା ପାଇଁ ପୁଣି ସେକେଣ୍ଡ କଥା ଆସିଲା ଆମେ ନିଷ୍ପାପ ରହିବାକୁ ଦରକାର। କାରଣ ପ୍ରଥମ କରନ୍ତୀୟ 11:27-30 ଲେଖାଯାଇଛି ଯେ ଦିବ୍ୟ ପ୍ରସାଦ ପାଇବା ପୂର୍ବରୁ ଆମେ ନିର୍ମଳ ହେବା ଦରକାର ଆମେ ପାପ ସ୍ୱୀକାର କରିବା ଦରକାର ଆଉ ଅନୁତପ୍ତ ହେବା ଦରକାର। କାରଣ ଅଯୋଗ୍ୟ ଭାବରେ ମାରାତ୍ମକ ପାପ ଥାଏ ଯଦି ଦିବ୍ୟ ପ୍ରସାଦ ଗ୍ରହଣ କରିବା ଆମେ ପ୍ରଭୁଙ୍କର ଅନୁଗ୍ରହ ପାଇବା ପରିବର୍ତ୍ତେ ଆମେ ଅଭିଶାପ ପାଇବା। ଏହି କାରଣରୁ ଅନେକ ଲୋକମାନେ ଅକାଳରେ ମୃତ୍ୟୁବରଣ କରୁଛନ୍ତି ଏବଂ ଅସୁସ୍ଥର ଶିକାର ହେଇଛନ୍ତି। ତେଣୁ ଆମେ ପ୍ରଭୁ ଭୋଜ ଗ୍ରହଣ କରିବା ପୂର୍ବରୁ ଆମେ ଯୋଗ୍ୟ ଭାବରେ ପାପ ସ୍ୱୀକାର କରିବା ସଫା ହେବା ପବିତ୍ର ହେବା ତାପରେ ପ୍ରଭୁ ଯୀଶୁଙ୍କର ମାଂସ ରକ୍ତ ଭୋଜନ ପାନ କଲେ ସେହି ସମୟରେ ପ୍ରଭୁ ଯୀଶୁ ଆମ ଭିତରେ ଆମେ ପ୍ରଭୁଙ୍କ ଭିତରେ।
ଯେମିତି ମୁଁ କହିଲି ପେନ୍ ଭିତରେ ହୋଲ୍ଡର, ହୋଲ୍ଡର ଭିତରେ ପେନ୍ ଏବଂ ପେନ୍ ଯାଇକି ପକେଟ୍ ଭିତରେ। ପକେଟ୍ ହେଉଛି ପିତା ପରମେଶ୍ୱର, ପେନ୍ ହେଉଛି ଆମେ, ଯୀଶୁ ହୋଲ୍ଡର ହେଉଛି ଯୀଶୁ। ଏବେ ଦେଖନ୍ତୁ ପେନ୍ ହୋଲ୍ଡର ଭିତରେ, ହୋଲ୍ଡର ପେନ୍ ଭିତରେ, ଆଉ ଏ ପେନ୍ ଯାଇକି ପକେଟ୍ ଭିତରେ। ସେଇଭଳି ଯେତେବେଳେ ଆମେ ପ୍ରଭୁଙ୍କର ପ୍ରଭୁ ଭୋଜ ଗ୍ରହଣ କରିବା, ପିତା ପରମେଶ୍ୱର ପୁତ୍ର ପରମେଶ୍ୱର ଆମ ମଧ୍ୟରେ ରହିବେ। ତାଙ୍କର ବାକ୍ୟ ପାଳନ କରିବା ଦ୍ୱାରା ହିଁ ପିତା ପରମେଶ୍ୱର ଆମକୁ ପ୍ରେମ କରିବେ ଏବଂ ପିତା ପୁତ୍ର ପବିତ୍ର ଆତ୍ମା ପରମେଶ୍ୱର ଆମ ଜୀବନକୁ ଆସିବେ ଏବଂ ଆମେ ପରମେଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବା, ଆମେ ସୁରକ୍ଷା ପାଇବା। ନମ୍ବର 3, ପ୍ରକାଶିତ ବାକ୍ୟ 3:20 ପଦରେ ଲେଖା ପ୍ରଭୁ ଯୀଶୁ କହନ୍ତି ଯେ ଦେଖ ମୁଁ ତୁମର ହୃଦୟ ତୁମର ଦ୍ୱାର ସମ୍ମୁଖରେ ରହି ତୁମର କବାଟକୁ ଠକ୍ 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 କରି ଆବାଜ କରୁଛି। ଯେଉଁମାନେ ମୋର ସ୍ୱର ଶୁଣିବେ ଏବଂ ଦ୍ୱାର ଖୋଲିବେ, ମୁଁ ସେମାନଙ୍କ ଭିତରକୁ ଯିବି ଆଉ ସେମାନଙ୍କ ସାଙ୍ଗରେ ମୁଁ ଭୋଜନ ପାନ କରିବି, ସେମାନେ ମୋ ଠାରେ ଭୋଜନ ପାନ କରିବେ ଏବଂ ମୁଁ ମଧ୍ୟ ତାର ସେ ଭୋଜନ ପାନ କରିବି। ସ୍ନେହର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ସଦାସର୍ବଦା ଆମର ହୃଦୟର ଦ୍ୱାର ପାଖରେ ଆମ ପାଖରେ ରହିକି ଆମକୁ କବାଟ ମାରୁଛନ୍ତି, ଠକ୍ ଠକ୍ କରୁଛନ୍ତି। ଆମେ ତାଙ୍କର ସ୍ୱର ଶୁଣିବାର ଅଛି ଆଉ ଦ୍ୱାର ଖୋଲିବାର ଅଛି। ତେବେ ଯୀଶୁ ଆମ ଭିତରକୁ ଆସିବେ, ଯୀଶୁ ଆମ ଭିତରେ ରହିବା, ଆମେ ତାଙ୍କ ଭିତରେ ରହିବା। ଯୀଶୁ ଆମ ସାଙ୍ଗରେ ଖାଇବେ, ଆମେ ତାଙ୍କ ସାଙ୍ଗରେ ଗୋଟେ ପ୍ଲେଟ୍ରେ ଖାଇବା। କେତେ କ୍ଲୋଜ୍ ଦେଖନ୍ତୁ, କେତେ ଯୀଶୁ ଆମକୁ ପ୍ରେମ କରନ୍ତି। ତେବେ ସ୍ନେହର ଭାଇ ଭଉଣୀମାନେ, ଯୀଶୁ ଆପଣଙ୍କ ଜନ୍ ସୁସମାଚାର 15:3 ପ୍ରଭୁ ଯୀଶୁ କହିଲେ ମୋର ମେଣ୍ଢାମାନେ ମୋର ମେଷମାନେ ମୋର ସ୍ୱର ଶୁଣନ୍ତି। ଆମେ ତାଙ୍କର ମେଷପାଳକମାନେ, ଆମେ ମେଷପଲ, ଆମେ ତାଙ୍କ ପ୍ରଭୁ ଯୀଶୁଙ୍କର ମେଷପାଳଙ୍କ ସ୍ୱର ଶୁଣୁନୁ। କାରଣ ଆଜିର ଯୁଗରେ ପ୍ରାୟ ସବୁ ଯୁବକ ଯୁବତୀମାନଙ୍କର କାନରେ ଗୋଟେ ଇୟରଫୋନ୍ ଲାଗିଥାଉଛି। ଦିନ ରାତି ସେମାନେ ମୋବାଇଲ ଗୀତ ଶୁଣିବା ପାଇଁ ବା ବିଭିନ୍ନ ପ୍ରକାର ଅଶ୍ଳୀଳ ଗୀତ ଶୁଣିବା ପାଇଁ ସେମାନେ ଦିନ ରାତି ମୋବାଇଲ ଫୋନ୍ ତାଙ୍କର ଇୟରଫୋନ୍ରେ କାନରେ ଲଗେଇଥିବେ, କିମ୍ବା ନହେଲେ ଦିନ ରାତି 24 ଘଣ୍ଟା ମୋବାଇଲ ଧରି ହାଲ ହାଲେ ହାଇ ହାଇ ବୋଲି ଗପୁଥିବେ, ନୀରବ ରହିବେ ନାହିଁ। ମେଣ୍ଢାମାନେ ଯେହେତୁ ନୀରବ ଘାସ ଚରୁଥିବେ, ତେଣୁକରି ମେଷପାଳକ ଟିକେ ଆବାଜ ଦେଲେ ସାଙ୍ଗେ ସାଙ୍ଗେ ଶୁଣିପାରନ୍ତି। କାରଣ ପ୍ରଭୁ କହୁଛନ୍ତି ଯେ ମୋର ମେଷପଲମାନେ ମୋର ସ୍ୱର ଶୁଣନ୍ତି। ଆମେ ମେଷପଲ ସତ, କିନ୍ତୁ ଆମେ ନୀରବ ନ ରହିବାରୁ ପ୍ରଭୁ ଯୀଶୁଙ୍କର ସ୍ୱର ଆମେ ଶୁଣିପାରୁନୁ। ତାର ଅର୍ଥ ହେଲା ଆମେ ନୀରବରେ ପ୍ରାର୍ଥନା କରିକି କିଛି ସମୟ କିଛି ଘଣ୍ଟା ଯଦି ଆମେ ନୀରବରେ ଏକାଗ୍ରତା ଭାବରେ ଯଦି ଧ୍ୟାନ କରିବା, ତାହେଲେ ପ୍ରଭୁଙ୍କର ସ୍ୱର ଆମେ ଶୁଣିପାରିବା। ଆମେ ତ ଦିନ ରାତି ଖାଲି ମୋବାଇଲରେ ଲାଗିଥାଉଛୁ, ଦିନ ରାତି ଖାଲି ଇୟରଫୋନ୍ ଲଗେଇଥାଉଛୁ, ଦିନ ରାତି ଖାଲି ଗପ କରୁଛୁ, ଦିନ ରାତି ଖାଲି ବଚସା କରୁଛୁ, ଦିନ ରାତି ଖାଲି କଟର 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 ହେଇକି ପାଟିତୁଣ୍ଡ କରିଥାଉଛୁ। ଆମେ ଯଦି ଶାନ୍ତ ଶିଷ୍ଟ ହେଇକି ନୀରବରେ ବସିବା ପ୍ରାର୍ଥନା କରିବା, ସିଧା ଆସନ୍ତୁ, ଆପଣ ଗିର୍ଜାକୁ ଯାଆନ୍ତୁ ବା ଚାପେଲକୁ ଯାଆନ୍ତୁ, ଦିବ୍ୟ ପ୍ରସାଦ ସାମ୍ନାରେ ହାତ ଯୋଡ଼ିକି ବସନ୍ତୁ, ଅଧଘଣ୍ଟା ଘଣ୍ଟାଟି ବସନ୍ତୁ, ଆଉ ପ୍ରଭୁଙ୍କର ଆବାଜ ଆପଣ ଶୁଣିବେ, ତାଙ୍କର ସ୍ୱର ଶୁଣିପାରିବେ, ତାଙ୍କର ଆବାଜ ସବୁ ଶୁଣିପାରିବେ ଏବଂ ପ୍ରଭୁ ଆପଣଙ୍କ କଥା କହିବାକୁ ଆରମ୍ଭ କରିବେ। ଯେତେବେଳେ ଆମେ ନୀରବ ରହିବା, ଶାନ୍ତ ରହିବା, ସେତେବେଳେ ପ୍ରଭୁଙ୍କର ସ୍ୱର ଆମେ ଶୁଣିପାରିବା। ତେବେ ଆମେ ଦ୍ୱାର ଖୋଲିବା, ଏ ଦ୍ୱାର ଖୋଲିଲେ ତାଙ୍କର ସ୍ୱର ଶୁଣି ସାରିଲେ ଦ୍ୱାର ଖୋଲିବା, ତେବେ ପ୍ରଭୁ ଯୀଶୁ ଆମ ହୃଦୟ ଭିତରକୁ ଆସିବେ, ଆମ ସାଙ୍ଗରେ ଭୋଜନ ପାନ କରିବେ, ସିଏ ଆମଠାରେ ଭୋଜନ ପାନ କରିବେ, ଆମେ ତାଙ୍କ ସାଙ୍ଗରେ ଭୋଜନ ପାନ କରିବେ। ତାହେଲେ ଆମେ ପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରିବେ। ସ୍ନେହର ଭାଇ ଭଉଣୀମାନେ, ମନେ ରଖନ୍ତୁ, ଯେଉଁ ଏବେ ଈଶ୍ୱରଙ୍କଠାରେ ସଙ୍ଗରେ ରହିବା କଥା ହେଲା, ଈଶ୍ୱରଙ୍କର ସଙ୍ଗରେ ରହିବାର କ'ଣ ଫାଇଦା ହେବ ଆପଣ ଦେଖନ୍ତୁ। ଏବେ ତାର ଫାଇଦା ହେଲା, ପ୍ରଭୁ ଯୀଶୁ କହିଲେ ଆପଣଙ୍କ ଜନ୍ ସୁସମାଚାର 15:4-5 ଦେଖନ୍ତୁ, ମୁଁ ଦ୍ରାକ୍ଷାଲତା ତୁମେ ମାନେ ଶାଖା। ଯେଉଁ ପର୍ଯ୍ୟନ୍ତ ଶାଖା ଦ୍ରାକ୍ଷା ଗଛ ଉପରେ ସଂଲଗ୍ନ ରହିଥିବ, ଲାଗିକି ରହିଥିବ, ତେବେ ଯାଇକି ସେ ଶାଖା ଗୁଡ଼ିକ ଫୁଲ ଫୁଟିବ, ଫଳ ହେବ। ତାର ଅର୍ଥ ସେଥିପାଇଁ ପ୍ରଭୁ ଯୀଶୁ କହିଲେ ମୋର ବିନା ତୁମେ କିଛି କରିପାରିବ ନାହିଁ। ଜନ୍ 15:5। ଯଦି ଆମେ ଯୀଶୁଙ୍କ ସଙ୍ଗରେ ରହିବା, ତାଙ୍କ ସାଙ୍ଗରେ ୟୁନାଇଟେଡ୍ ହେଇ ରହିବା, ସଂଲଗ୍ନ ଲାଗି ରହିଥିବା, ତାହେଲେ ଯୀଶୁଙ୍କର ଅନୁଗ୍ରହ ଆସିବ, ତାଙ୍କର ପ୍ରେମ ଆସିବ, ତାଙ୍କର ଅନୁଗ୍ରହ ଆସିବ, ଆଶୀର୍ବାଦ ଆସିବ। ଆମେ ମଧ୍ୟ ଆମ ଜୀବନରେ ପ୍ରଚୁର ଫଳ ଉତ୍ପନ୍ନ କରେ, ଯାହା ମୁଁ କହିଲି ଗାଲାତୀୟ 5:22-23 ପ୍ରଭୁଙ୍କର ପବିତ୍ର ଆତ୍ମାର 9ଟା ଫଳ, 9ଟା ଦାନ ବା 9ଟା ଫଳ ବୋଲି କୁହାଯାଉଛି। ପ୍ରେମ, ଶାନ୍ତି, ଆନନ୍ଦ, ମୃଦୁତା, ସୁଶୀଳତା, ନମ୍ର, ପରୋପକାରିତା, ଆତ୍ମସଂଯତ, ଏଭଳି ଅନେକ 9ଟା ଫଳରେ ପୂର୍ଣ୍ଣ କରିବ। କେତେବେଳେ ସେ ଫଳ ପାଇବା? ଯେଉଁ ପର୍ଯ୍ୟନ୍ତ ଆମେ ଯୀଶୁ ଯେ ଦ୍ରାକ୍ଷା ଗଛ, ଆମେ ମାନେ ଶାଖା, ଏ ଶାଖା ଯାଇ ଦ୍ରାକ୍ଷା ଗଛରେ ଲାଗିକି ରହିବାର ଅଛି, ଏକ ରହିବାର ଅଛି। ତାର ଅର୍ଥ ହେଲା
आमे जदि ईश्वर सानिध्य भितर रहिबा तांको संग रहिबा तांको ठारे यूनाइट एक ही रहिबा ताले आमे जीवन रे प्रचुर फल उत्पन्न करि परिबा। नंबर 2 हैला जीशु होचंती हमर उत्तम मेष फलक। जीशु कहले जन 10:11 रे मु उत्तम मेष फलक मु उत्तम मेष फलक मोर मेष फल पई मो जीवन देई पारे। तार अर्थ हैला जदि आमे मेष फलक पाखरे पाखरे रहिथिबा आमको शैतान आक्रमण प्रभु जीशु आमको सुरक्षा देवे। जदि जीशु ठार आम पाप कर दूर को जीवा दूर को गले शैतान आमको सहज आक्रमण करवा आम जीशु सुरक्षा पाइबा। जीशु सुरक्षा पाइबा एवं आम जीवन प्रचुर फल उत्पन्न करने हेले आम जीशु पाखरे रहा पड़ो यूनाइटेड बा संगति रहा पड़ो एवं सानिध्य रहा पड़ो तेज जाए आम प्रचुर फल उत्पन्न करने संगे संगे आम जीशु सुरक्षा पाइबा। तेरे स्नेहर भाई भणी मैंने आज प्रभु दयालु प्रभु जीशु निजे प्रार्थना करुछंती जे ए पिता केवल मोर शिष्य मन पे मु प्रार्थना करूनी ए प्रत्येक विश्वासी पे मु प्रार्थना करूची जेपरि से माने मु जेपरि तुम संग रह तुम जेपरि मो संग रह से माने समस्त आम संग रहंतो आ मु जो स्वर्ग रही से स्वर्ग समस्त रुहंतु। प्रभु जीशु प्रेम देखंतु प्रभु जीशु आम समस्त ठारे एक होइके रहिबा पे चाहुछंती आमको प्रेम करते से आम प्रत्येक यज्ञर प्रथम आरंभर शेष जाचक मैंने कहते प्रभु आपण मान संगे रहतु आम भी कहूँ आपण आत्मा रुहतु यज्ञ शेष समय फादर कहते प्रभु आपण मान संगे रुहतु आम भी कहूँ प्रभु आपण आत्मा प्रभु रुहतु। यही विषय ही कुमारी मारिया गाब्रिएल दूत कहते प्रभु तुम नमस्ते मारिया अनुग्रह पूर्ण प्रभु तुम संगे प्रभु संगे रहिबा तांकर सानिध्य लाभ करवा तांकर संगति पाइबाटा है आम जीवन पे बहुत मूल्यवान। तेणुक आम जो मुझे कहली ए प्रकार वाक्य भित्तिक जीवन जाओ वाक्य पालन करने द्वारा ईश्वर आमको प्रेम करेंगे और त्रैत ईश्वर से आम जीवन रे आम आम हृदय द्वार खोलिबा प्रभुंर वाक्य शुणा वाक्य पढ़ा वाक्य शुणा जिते बाइबल पढ़ा जिते बाइबल शुणा ये बाइबल शुणा पढ़ा द्वारा आम प्रभु जीशु स्वर शुणी पार हृदय खोलिबा जीशु आसी आम को समस्त सुरक्षा देवे समस्त अनुग्रह देवे समस्त आशीर्वाद देवे। तेज स्नेहर भाई भणी मैंने आज मुख्य प्रसंग है जो कहली प्रभुंर संगे रहिबा ए प्रभुंर संगे रहिबा आम सदा तत्पर होगा प्रार्थना करवा। आज आपण मैंने समस्त भल भाव शुणी मु बहुत खुशी समस्त धन्यवाद दूसरी समस्त जय जीशु।